ସୌମ୍ୟଶ୍ରୀ ବିଷୟରେ କଣ ଅଧିକା ଆମେ କହିପାରିବୁ? ଗୋଟେ ଜୀବନ ଝରି ପଡିଲା। କଣ ପାଇଁ? ନ୍ୟାୟ ପାଇବା ଆଶାରେ। ନ୍ୟାୟ ତ ପାଇଲାନି, ଅକାଳରେ ଝରି ପଡିଲା ତା ଜୀବନଟା। ବହୁତ ଦୁଃଖଦାୟକ। ଗୋଟେ ସମାଜସେବୀ କଣ, ଆମେ ସମାଜ ପାଇଁ କଣ କରୁଛୁ? ଆମେ କିଛି କରିପାରୁନୁ। ସବୁବେଳେ ତ ଏମିତି ଇନସିଡେଣ୍ଟ ଗୋଟେ ଗୋଟେ ଗୋଟାଏ ପରେ ଗୋଟାଏ ଚାଲିଛି। ସେ କଣ, ଗୋଟେ ମାନେ ଝିଅଟେ, ଛୋଟ ଛୁଆଟେ, ତାର କଣ ଭୁଲ ଥିଲା? ତାର ଗୋଟେ ଭୁଲ ଥିଲା, ଯୋଉଟା କି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ। ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ଯୋଉମାନେ କରିବେ ସେମାନଙ୍କର କଣ ଜୀବନ ଏଇ ଅବସ୍ଥା ଘଟିବ? ସମସ୍ତେ କଣ ପାଟି ଚୁପ କରିଦେଇକି ଅନ୍ୟାୟକୁ ମାନେ ଚୁପଚାପ ସହିକି ରହିବେ? ଏଇଟା ହଉଛି କଣ ସମାଜର ନିୟମ? ସେ କଣ ପାଇଁ ଲଢୁଥିଲା? ତାକୁ କଲେଜରେ ହାରାସମେଣ୍ଟ, ଟର୍ଚର ତାକୁ କରୁଥିଲେ ସେଇ ଏଚଓଡି। ଗୋଟେ ଟିଚର ପ୍ରତି ଆଉ କଣ ରହିଲା ବିଦ୍ୟାଳୟରେ? ଦେଖନ୍ତୁ, ବାପା ମା ମାନେ ପିଲାମାନଙ୍କୁ ଛାଡି ଦିଅନ୍ତି ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଖକୁ, ଯୋଉଥିରେ କି ସେମାନେ ପାଠ ପଢି ବଡ ମଣିଷ ହେବେ। କିନ୍ତୁ ଆଉ କଣ ରହିଲା ସେଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ? ଆଜି ପିଲାଟି ଜୀବନରେ ଅକାଳରେ ବିୟୋଗ ହେଲା ତାର। 7 ମାସ ହେଲା କଣ୍ଟିନ୍ୟୁସଲି ସେ ନ୍ୟାୟ ପାଇଁ ଦୌଡିଥିଲା, କିନ୍ତୁ ତାକୁ ନ୍ୟାୟ ମିଳିଲା ନାହିଁ। ଶେଷରେ ସେ ନିଜେ ନିଜ ଦେହରେ ପେଟ୍ରୋଲ ପକେଇକି ଜାଳିଦେଲା। ବହୁତ କଷ୍ଟଦାୟକ ଏଇସବୁ। ଆଉ ଗୋଟେ ଲଜ୍ଜାଜନକ କଥା, କାହିଁ ଯେତେବେଳେ ପିଲାଟି ପ୍ରଥମେ ଯେତେବେଳେ ଆପ୍ଲିକେସନ ଦେଲା, ସେତେବେଳେ କାହିଁକି ତାକୁ ନ୍ୟାୟ ମିଳିଲାନି? ତାକୁ ବାରମ୍ବାର ଦୌଡି ଦୌଡି ଶେଷରେ ସେ ଫ୍ରଷ୍ଟେଡ ହେଇଗଲା। ତାକୁ ପୁଣି ଗୋଟେ ଟିଚର ଫେଭର, ଏଇଟା କଲେ ଆମେ ତ ତମକୁ କଲେଜରେ ପାଠ ପଢେଇ ଦେବୁ, ନହେଲେ ତମକୁ କଲେଜରୁ ବାହାର କରିଦେବୁ। କାହିଁକି, କଣ ପାଇଁ ଏଇ ସବୁ ଜିନିଷ ଯୋଉ ଘଟିଲା? କାହାର ଲସ୍ ହେଲା? କାହାର କ୍ଷତି ହେଲା? କାହାର କ୍ଷତି ହେଲାନି। ଓନ୍ଲି ଫର ପିତାମାତା, ବାପା ମା ଛାଡିଦେଲେ, ଆଉ କାହାର କ୍ଷତି ହେଲାନି। ଏତିକି ବେଳକୁ ପଲିଟିକାଲ ଲୋକମାନେ ହାଉ ହାଉ ହଉଛନ୍ତି ତାଙ୍କର ନିଜର ପପୁଲାରିଟି ପାଇଁ। କାହିଁ ଆଗରୁ ଶୋଇଥିଲେ? ମୋ କହିବା କଥା, ଆମର ଯୋଉ ସାଂସଦ ପ୍ରତାପ ଷଡଙ୍ଗୀ ସାର୍ ବର୍ତ୍ତମାନ କାହିଁକି ଦୌଡିକି ଆସୁଛନ୍ତି? ଆଗରୁ ତାଙ୍କୁ ଆମେ ଯାହା ଶୁଣିବା କଥା, ଆଗରୁ ତାଙ୍କୁ ସେ ପିଲାଟା ଜଣେଇଥିଲା, ତାର ଗ୍ରିଭାନ୍ସେସରେ ଜଣେଇଥିଲା। କାହିଁ ସେତେବେଳେ ତାକୁ ଦେଲେନି, ନ୍ୟାୟ ଦେଲେନି? ବର୍ତ୍ତମାନ କାହିଁକି ଦୌଡି ଆସୁଛନ୍ତି? ମାନେ ପିଲାଟା ମରିଗଲା ପରେ ଯାଇକି ତମେ ଆସୁଛ? ତମେ ତମର ନିଜର ପପୁଲାରିଟି, ନିଜର ଫେମ୍ ପାଇଁ? ଏଇ ସବୁ ଜିନିଷରେ ଦୟାକରି ରାଜନୀତି ବନ୍ଦ କରନ୍ତୁ, ରାଜନୀତି କରନ୍ତୁନି। ତାପରେ ପିଲାଟାର ଜୀବନ କଣ ମାତ୍ର 20 ଲକ୍ଷ ଟଙ୍କା? 20 ଲକ୍ଷ ଟଙ୍କା ଦେଇଦେଲେ, ତାପରେ ପାଟି ସାଇଲେନ୍ସ, ଚୁପ୍ ହେଇଯିବେ ତାଙ୍କ ବାପା ମା। ମୋ କହିବା କଥା, ଗୋଟେ ସମାଜସେବୀ ହିସାବରେ, ଏଇ ସବୁ ଯୋଉ କଲେଜ ମାନଙ୍କରେ ଯଦି ଗୋଟେ ଗୋଟେ ଯୋଉ କରୁଛନ୍ତି ମିଟିଂ, କମିଟି, ସେଇ କମିଟି ଷ୍ଟ୍ରଙ୍ଗ ଆକ୍ସନ ନେବା ଉଚିତ, ଷ୍ଟ୍ରଙ୍ଗ ଡିସିସନ ନେବା ଉଚିତ, ଯୋଉଟା କି ଭବିଷ୍ୟତରେ ଯେମିତି ଏଇ ସବୁ ପୁନରାବୃତ୍ତି ନ ହଉ, ସେଥିପାଇଁ ସରକାର ଦୃଢ ପଦକ୍ଷେପ ନେବା ଉଚିତ। ବର୍ତ୍ତମାନ ସମସ୍ତେ ହାଉ ହାଉ ହେବେ, ତାପରେ ଚୁପଚାପ ସବୁ ସାଇଲେନ୍ସ। କାହିଁକି? ଯେତେବେଳେ ଗୋଟେ ଝିଅଟେ ଗ୍ରିଭାନ୍ସେସ୍ ଦଉଛି, ତାକୁ କାହିଁକି ଠିକ ଭାବରେ ଶୁଣା ଯାଉନାହିଁ? ତାକୁ ଯଦି ସେଇ ସମୟରେ ତାର ଯଦି ଗ୍ରିଭାନ୍ସେସଟା ଶୁଣା ଯାଆନ୍ତା, ତାହେଲେ ଆଜି ସୌମ୍ୟଶ୍ରୀ ପୋଡିକି ମରି ନଥାନ୍ତା। କେମିତି? ଆଜି ଗୋଟିଏ ସୌମ୍ୟଶ୍ରୀ କଥା ନୁହେଁ, ଆମର ଭବିଷ୍ୟତରେ ଏମିତି ଆହୁରି ଆଗକୁ ସୌମ୍ୟଶ୍ରୀ ପଡିବେନି ବୋଲି, ସୌମ୍ୟଶ୍ରୀ ପରି ସିଚୁଏସନ ହବନି ବୋଲି କୋଉ ଝିଅର କିଏ କହିଲା? କାରଣ ଯୋଉମାନେ ଆଡମିନିଷ୍ଟ୍ରେଟିଭ ଦାୟିତ୍ୱରେ ଅଛନ୍ତି, ସେମାନେ ତାଙ୍କର ନିଜର ଦାୟିତ୍ୱ ସେ ଠିକ ସେ ତୁଲଉଛନ୍ତି କି? ବର୍ତ୍ତମାନ ଆମେ ଯାଉଛୁ, ଆମେ ବି ସାଧାରଣ, ଆମେ ସମାଜସେବୀ ହିସାବରେ କହୁଛୁ, ଆମେ ଲୋକଙ୍କର ସ୍ୱାର୍ଥ ପାଇଁ କାମ କରୁଛୁ, ନିଜ ସ୍ୱାର୍ଥ ପାଇଁ ନୁହେଁ। କିନ୍ତୁ ସେଇ ସ୍ୱାର୍ଥ ପାଇଁ ଆମେ ଯେତେବେଳେ ବିଏମସି ଯାଉଛୁ, ଅଫିସ ଯାଉଛୁ, ଗ୍ରିଭାନ୍ସେସ୍ 7 ମାସ 8 ମାସ ବର୍ଷେ ଲାଗି ଯାଉଛି, କୌଣସିଥିରେ ଆମେ ନ୍ୟାୟ ପାଇପାରୁନୁ। କାହିଁକି, କଣ ପାଇଁ? ମେୟର ମ୍ୟାଡାମ ଚିଲଉଛନ୍ତି,
ଯେ ତାକୁ ନ୍ୟାୟ ଦିଆହେଲା ନାହିଁ କାହିଁକି? ଆପଣ ନିଜେ ନ୍ୟାୟ ଦଉଛନ୍ତି? ମୋ କହିବା କଥା ଠିକ ସେ ବୁଝୁଛନ୍ତି? ଆପଣ ନିଜର ଦାୟିତ୍ୱ ବୁଝୁଛନ୍ତି ତ? ଠିକ ସେ ବୁଝୁଛନ୍ତି କି? ଲୋକଙ୍କୁ ନ୍ୟାୟ ଦଉଛନ୍ତି କି? ମୁଁ ସରକାରଙ୍କୁ ଅନୁରୋଧ କରୁଛି ଏଇ ସବୁ ଜିନିଷ ଉପରେ ଏଇ ଯୋଉ ଆଡମିନିଷ୍ଟ୍ରେଟିଭ ଡିପାର୍ଟମେଣ୍ଟ ଏଇଟା ଦୃଢ ପଦକ୍ଷେପ ନେବା ଉଚିତ, ଷ୍ଟ୍ରଙ୍ଗ ଡିସିସନ। ଯୋଉମାନେ ଆଡମିନିଷ୍ଟ୍ରେଟିଭ ଡିପାର୍ଟମେଣ୍ଟରେ ଅଛନ୍ତି ତାଙ୍କୁ ସେମାନଙ୍କୁ ପୁରା କଡା ଦୃଢ ପଦକ୍ଷେପ ନେବା ଉଚିତ, ଯିଏକି ଭବିଷ୍ୟତରେ ଯେମିତି କୌଣସି ଝିଅର ସୌମ୍ୟଶ୍ରୀ ପରି ତାଙ୍କର ସିଚୁଏସନ ନ ହଉ।